स्वर्णाद्रिरे स्वप्न रचना कृष्णचंद्र पाणिग्राही। प्राचीन काल रे एकाम्र बा स्वर्णाद्रि कहिले केवल आधुनिक भुवनेश्वर सहरटी को बुझाऊ नथिला। एहार आखपाख अंततः 30 वर्ग माइल विशिष्ट समस्त अंचलटी एही क्षेत्रर अंतर्गत थिला। भुवनेश्वर को आगरु केते थर देखिथिले मध्य प्रथम थर पई 6 दिन पर्यंत एही क्षेत्र रे समस्त अंधी संधि बुली बुली देखिबा परे मोर जे अनुभूति जात होइथिला ताहा ही प्रकाश करुछि। एहाकू भ्रमण कहानी, प्रबंध, इतिहास बा प्रत्नतत्व इत्यादि कौनसी नामरे अभिहित करिबा संभवपर हेउ नाही। एही समग्र अंचलटी को गोटाए स्मृति तीर्थ बा महाश्मशान कुहा जाई पारे। महाकाଳର ବକ୍ଷରେ ସୀମାତୀତ ବର୍ଷରୁ ଅଗଣିତ ନରନାରୀ ଚାଲି ଆସିଛନ୍ତି, କିନ୍ତୁ ଏହିଠାରେ ହିଁ 2500 ବର୍ଷ ଧରି ସେମାନଙ୍କର ସ୍ମୃତି ଚିହ୍ନ ରଖିଯାଇଛନ୍ତି। ପ୍ରକୃତି ଏହାକୁ ମନୋହର କରି ଗଢ଼ିଥିଲା ଏବଂ ଗୋଟାଏ ବିଶାଳ ସଭ୍ୟତାର କେନ୍ଦ୍ରସ୍ଥଳୀ ହେବାରେ ଏହାକୁ ସାହାଯ୍ୟ ମଧ୍ୟ କରିଥିଲା। ପ୍ରକୃତି ପୂର୍ବପରି ରହିଛି, କିନ୍ତୁ ମନୁଷ୍ୟର କୃତି ଓ ପ୍ରକୃତି ବଦଳି ଯାଇଛି। ପୂର୍ବପରି ଆଜି ମଧ୍ୟ ଏହାର ଆଖପାଖ ଅନୁଚ୍ଚ ପର୍ବତ ଶ୍ରେଣୀ ଅସୀମ ରହସ୍ୟ ବହି ରହିଥିବା ପରି ଦେଖାଯାନ୍ତି। ପୂର୍ବପରି ଆଜି ମଧ୍ୟ ଗନ୍ଧବତୀର ଜଳ ବେଣୀ ନଗରୀର ନିତମ୍ବରେ କାଞ୍ଚି ପରି ବହି ଚାଲିଛି। ପୂର୍ବପରି ଭାର୍ଗବୀ ପୁଳିନରୁ ହଂସରାଳି ଉଡ଼ି ଆସନ୍ତି। ବିନ୍ଦୁ ସରୋବରରେ ସନ୍ଧ୍ୟାଗମରେ ସିନ୍ଦୁର ଲହରୀ ଖେଳେ ଓ ରଥାଙ୍ଗ ମିଥୁନ ଦୀପଦଣ୍ଡ ପାଖରେ ଖେଳନ୍ତି। ନଗରଟି ପୂର୍ବପରି କୁଟଜ ବନବେଷ୍ଟିତ ହୋଇଛି। ଏହାର ଉପକଣ୍ଠରେ ନିର୍ମଳ ନିର୍ଝର ରହିଛି ଏବଂ ଚନ୍ଦ୍ରାଲୋକରେ ଲିଙ୍ଗରାଜ ନିକେତନ ବାରୁଣୀ ତିଳକ ପ୍ରାୟ ଶୋଭା ପାଏ। କିନ୍ତୁ ଏହାର ପ୍ରାଣ ପ୍ରବାହରେ ହଠାତ୍ ଗୋଟାଏ ପ୍ରକାଣ୍ଡ ବାଧା ଆସି ଏହାର ଅତୀତ ଓ ବର୍ତ୍ତମାନକୁ ଯେପରି ଦ୍ୱିଧା କରି ପକାଉଛି। ଅତୀତ ଅତୀତ ହେଲେ ହେଁ ପ୍ରାଣ ପ୍ରାଚୁର୍ଯ୍ୟର ପ୍ରମାଣ ଦେଉଛି ଏବଂ ବର୍ତ୍ତମାନ ଜୀବନ୍ତ ହେଲେ ହେଁ ଜୀବନ ମୃତ ହୋଇଛି। ଦକ୍ଷିଣର ଦୂର ଚକ୍ରବାଳରେ ଯେଉଁ ପାହାଡ଼ଟି ରହସ୍ୟମୟ ଦେଖାଯାଏ ତାହା ହିଁ ଧଉଳି ଏବଂ ଏହା ହିଁ ନଗରୀର ଆଦିମ ଇତିହାସର ରହସ୍ୟ ଉଦ୍ଘାଟନ କରିଥାଏ। ପ୍ରଳୟଙ୍କର କଳିଙ୍ଗ ଯୁଦ୍ଧରେ 1 ଲକ୍ଷ ଲୋକ ନିହତ, 1.5 ଲକ୍ଷ ବନ୍ଦୀକୃତ ଏବଂ ଏହାଠାରୁ ବହୁ ସଂଖ୍ୟାରେ ରୋଗ ଓ ଅନାହାରରେ ମୃତାହତ ହେବା ପରେ ଖ୍ରୀଷ୍ଟପୂର୍ବ 3ୟ ଶତାବ୍ଦୀର ମଧ୍ୟଭାଗରେ ଚଣ୍ଡାଶୋକ ଧର୍ମାଶୋକରେ ପରିଣତ ହୋଇ ଭାରତରେ ଯେଉଁ ଶାନ୍ତି ବାର୍ତ୍ତା ପ୍ରଚାର କରିଥିଲେ, ସେହି ବାର୍ତ୍ତା ଏହାର ପ୍ରସ୍ତର ଗାତ୍ରରେ ଖୋଦିତ ହୋଇଛି। କିନ୍ତୁ ଅଶୋକ ଭାରତରେ ଅନ୍ୟତ୍ର ଏହି ବାର୍ତ୍ତାରେ କଳିଙ୍ଗ ଯୁଦ୍ଧର ଭୟାବହ ପରିଣତି ବର୍ଣ୍ଣନା କରିଥିଲେ ହେଁ ଏଠାରେ ସେ ତାହା ପ୍ରକାଶ କରିବାକୁ ସାହସ କରିନାହାନ୍ତି। ମନେହୁଏ ତାଙ୍କର ଭୟ ଥିଲା ଯେ କଳିଙ୍ଗରେ ସେ କଳିଙ୍ଗ ଯୁଦ୍ଧର ପୂର୍ବ ସ୍ମୃତି ପ୍ରଚାର କଲେ କଳିଙ୍ଗର ଜନତା ପୁଣି ସାମ୍ରାଜ୍ୟର ଶାନ୍ତି ଭଙ୍ଗ କରିବାକୁ ପଶ୍ଚାତ୍ପଦ ହେବେ ନାହିଁ। ଏଣୁ ଧଉଳିରେ ସେ ଯେଉଁ ବାର୍ତ୍ତା ଲିପିବଦ୍ଧ କରିଛନ୍ତି ତାହା କଳିଙ୍ଗ ଜୟୀ ଚଣ୍ଡାଶୋକଙ୍କ ବାର୍ତ୍ତା ନୁହେଁ, ତାହା ଦେବାନାଂ ପ୍ରିୟ ପ୍ରିୟଦର୍ଶୀ ରାଜା ଅଶୋକଙ୍କର ଶାନ୍ତି ଓ ସଦ୍ଭାବର ବାର୍ତ୍ତା। ଅଶୋକଙ୍କର ଏହି ବାର୍ତ୍ତାକୁ କାର୍ଯ୍ୟକାରୀ କରିବା ପାଇଁ ତୋଷାଳୀ ନଗରର କୁମାରାତ୍ୟ ଓ ମହାମାତ୍ରଙ୍କୁ ଏହି ଶିଳାଲେଖର ଦାୟୀ କରାଯାଇଛି ଏବଂ ତାହା ଯେପରି ବାରମ୍ବାର ପଠିତ ହୁଏ ତାହାର ମଧ୍ୟ ନିର୍ଦ୍ଦେଶ ରହିଛି। ଏଣୁ ମନେ ହୁଏ ଯେ ବର୍ତ୍ତମାନ ଭଗ୍ନ ଜୀର୍ଣ୍ଣ ଶିଶୁପାଳଗଡ଼ ହିଁ ଏହି ପ୍ରାଚୀନ ତୋଷାଳୀ। ଏହାର ଉପକଣ୍ଠରେ ଅଶୋକ ସ୍ତମ୍ଭ ବିଦ୍ୟମାନ ଥିଲା, କିନ୍ତୁ ବର୍ତ୍ତମାନ ତାହା ଭାସ୍କରେଶ୍ୱର ମନ୍ଦିରର 9 ଫୁଟ ଉଚ୍ଚତା ଓ 13 ଫୁଟ ବ୍ୟାସ ବିଶିଷ୍ଟ ପ୍ରକାଣ୍ଡ ଶିବଲିଙ୍ଗରେ ପରିଣତ ହୋଇଛି। ଶୈବ ବୌଦ୍ଧ ବିବାଦର ନିଦର୍ଶନ ବର୍ତ୍ତମାନ ସୁଦ୍ଧା ଏହି ଶିବଲିଙ୍ଗରେ ବିଦ୍ୟମାନ ରହିଛି। ଏହାର ଅନତି ଦୂରରେ ଅନେକ ଗୁଡ଼ିଏ ପ୍ରସ୍ତର ଖୋଦିତ ଗୁମ୍ଫା ରହିଛି। ଏହି ଗୁମ୍ଫାମାନଙ୍କରେ ଶୈବ ସନ୍ନ୍ୟାସୀମାନେ ବାସ କରୁଥିଲେ। ଶିଶୁପାଳଗଡ଼ରୁ ଧଉଳିରୁ ଜାମୁକୋଳି ଓ ଖଣ୍ଡଗିରି ପର୍ଯ୍ୟନ୍ତ ସମସ୍ତ ଅଞ୍ଚଳ ଘୁରି ଘୁରି ଦେଖିବା ସମୟରେ ସ୍ଥାନେ ସ୍ଥାନେ ଗୋଲାକାର ମୃତ ସ୍ତୂପ ଦେଖିବାକୁ ପାଇଲି। ଏଗୁଡ଼ିକ ବୌଦ୍ଧ ସ୍ତୂପର ଅବଶେଷ ମାତ୍ର।
ସ୍ଥାନେ ସ୍ଥାନେ ଅର୍ଦ୍ଧ ପ୍ରୋଥିତ ନାଗ ଓ ଯକ୍ଷ ମୂର୍ତ୍ତି ଦେଖିବାକୁ ପାଇଲି। ଏଗୁଡ଼ିକ ନାଗ ଓ ଯକ୍ଷ ଉପାସକମାନଙ୍କର ଉପାସ୍ୟ ଦେବତା ଥିଲେ। ବୈଦିକ ଧର୍ମ ପ୍ରାଚୀନ ଭାରତର ଏକମାତ୍ର ଧର୍ମ ନୁହେଁ। ବହୁ ଧର୍ମର ସମନ୍ୱୟରେ ହିନ୍ଦୁ ଧର୍ମ ପରିପୁଷ୍ଟ ହୋଇଛି। ରଣପୁରର ମଣିନାଗ ଆଜି ମୈନାକ ବା ମଣିନାଗ ଦେବୀ ନାମରେ ପୂଜା ପାଆନ୍ତି। ବାଣପୁରରୁ ନାଗମୂର୍ତ୍ତି ଆବିଷ୍କୃତ ହୋଇଛି ଓ ଭୁବନେଶ୍ୱରରେ ନାଗମୂର୍ତ୍ତି ମିଳୁଛି। ଅଳ୍ପ ଦିନ ତଳେ ଧଉଳି ପାହାଡ଼ ପାଖରେ ଯେଉଁ ଖୋଦନ କାର୍ଯ୍ୟ ଚାଲିଥିଲା ସେଥିରୁ ମୃତ ନିର୍ମିତ ନାଗ ମିଳିଛି। ପାଟନା ଜିଲ୍ଲାସ୍ଥ ରାଜଗିରିରେ, ଯାହାକି ପ୍ରାଚୀନ ରାଜଗୃହ, ମଣିନାଗ ପୀଠ ବର୍ତ୍ତମାନ ମାନିଆର ମଠ ନାମରେ ଅଭିହିତ ହେଉଛି। ମଥୁରାରୁ ବହୁ ପ୍ରାଚୀନ ନାଗମୂର୍ତ୍ତି ଆବିଷ୍କୃତ ହୋଇଛି। ନାଗ ଉପାସନା ଧ୍ୱଂସ କରି ବ୍ରାହ୍ମଣମାନେ ଶାସ୍ତ୍ର ପୁରାଣରେ ପ୍ରକାଶ କଲେ ଯେ ସେମାନଙ୍କର ଦେବତା କୃଷ୍ଣ ବାସୁଦେବ ସପ୍ତଫଣା ବିଶିଷ୍ଟ କାଳିୟ ନାଗକୁ ଦଳି ଦେଲେ। ନାଗ ଉପାସନା କିନ୍ତୁ ସମ୍ପୂର୍ଣ୍ଣ ମଲା ନାହିଁ। କୃଷ୍ଣଙ୍କ ବଡ଼ ଭାଇ ବଳରାମଙ୍କ ମସ୍ତକରେ ସପ୍ତଫଣା ଥୋଇଦେଇ ବିଷ୍ଣୁଙ୍କୁ ଶେଷ ଶୟନରେ ଶୁଆଇ ଦେଇ ଏବଂ ମହାଦେବଙ୍କ ମସ୍ତକରେ ସର୍ପଫଣା ଟେକିଦେଇ ବ୍ରାହ୍ମଣମାନେ ଜନସାଧାରଣଙ୍କ ମନରେ ବହୁଦିନ ପର୍ଯ୍ୟନ୍ତ ନାଗମୂର୍ତ୍ତିର ଭ୍ରମ ସୃଷ୍ଟି କରି ରଖିଲେ ଏବଂ ପରିଶେଷରେ ନାଗମାନଙ୍କୁ ଉପଦେତା କରି ମନ୍ଦିର ଇତ୍ୟାଦିରେ ସ୍ଥାନ ଦେଲେ। ଖଣ୍ଡଗିରି ଓ ଉଦୟଗିରିରେ ପହଞ୍ଚିବା ବେଳକୁ ଅତୀତରେ ଆଉ ଗୋଟିଏ ପର୍ଦ୍ଦା ଉଠିଲା। ଖ୍ରୀଷ୍ଟପୂର୍ବ 2 ଶତାବ୍ଦୀରେ କଳିଙ୍ଗ ସମ୍ରାଟ ଖାରବେଳ ଉଦୟଗିରିର ହାତୀଗୁମ୍ଫାରେ ତାଙ୍କର ଦିଗ୍ବିଜୟର ଗାଥା ଲେଖି ଯାଇଛନ୍ତି। ଧଉଳିଗିରିରେ ରହିଛି କଳିଙ୍ଗ ଜୟୀ ମଗଧ ସମ୍ରାଟଙ୍କ ଶାନ୍ତି ବାର୍ତ୍ତା ଏବଂ ଉଦୟଗିରିରେ ରହିଛି ମଗଧ ଜୟୀ କଳିଙ୍ଗ ସମ୍ରାଟଙ୍କ ବିଜୟ ଗାଥା। ଏଣୁ ପ୍ରାୟ 1 ଶତାବ୍ଦୀ ମଧ୍ୟରେ କଳିଙ୍ଗ ଦେଶ ତାର ବିପର୍ଯ୍ୟୟକୁ ଅଭ୍ୟୁଦୟରେ ପରିଣତ କରିଥିବାର ସୂଚନା ଏହିଠାରୁ ହିଁ ମିଳିଯାଏ। ଉଦୟଗିରି ଓ ଖଣ୍ଡଗିରିରେ ଅନେକ ଗୁଡ଼ିଏ ଜୈନ ଗୁମ୍ଫା ଅଛି। ଏମାନେ ବିଚିତ୍ର ଚିତ୍ରରେ ମଣ୍ଡିତ ହୋଇଛନ୍ତି। କେଉଁଠାରେ ଚୈତ୍ୟବୃକ୍ଷ ବା ତ୍ରିରତ୍ନର ପୂଜା ଚାଲିଛି, କେଉଁଠାରେ ବା ଗିରି ଗହ୍ୱରରୁ କରିଯୁଥ ବାହାରି ଆସୁଥିବା ଦେଖି ଭୀରୁ ଲଳନାମାନେ ପଳାୟନ କରୁଛନ୍ତି, କେଉଁଠାରେ ବା ନାରୀ ଅପହରଣ ଜନିତ ତୁମୁଳ ସଂଗ୍ରାମ ଲାଗିଛି ଏବଂ କେଉଁଠାରେ ବା ଉଦୟନ ବାସବ ଦତ୍ତାଙ୍କ ପ୍ରେମଗାଥା ପ୍ରସ୍ତର ଗାତ୍ରରେ ଅମର ହୋଇଛି। ଏହି ବିଚିତ୍ର ଚିତ୍ରାବଳୀ ମଧ୍ୟରେ ରହିଛି ଜୈନ ତୀର୍ଥଙ୍କରମାନଙ୍କର କାୟୋତ୍ସର୍ଗ ମୂର୍ତ୍ତି ଏବଂ ତ୍ରିରତ୍ନ ସ୍ୱସ୍ତିକ ବଦ୍ଧମଙ୍ଗଳ ଓ ଚୈତ୍ୟବୃକ୍ଷ ପ୍ରଭୃତି ଜୈନ ସଂକେତ। ଉପତ୍ୟକା ମଧ୍ୟରେ ମନ୍ଦିର ମାଳିନୀ ଏକାମ୍ର ନଗରୀ ବହୁ ଶତାବ୍ଦୀ ଧରି ବୃଦ୍ଧି ପାଇଥିଲା। ବୟୋଜ୍ୟେଷ୍ଠ ଧଉଳିଗିରି ଓ ଖଣ୍ଡଗିରି ମସ୍ତକ ଉତ୍ତୋଳନ କରି ଏହାକୁ ଆଶିଷ ଦେଉଥିବା ପରି ଦେଖାଯାନ୍ତି। ଏହାର ଯେଉଁଆଡ଼କୁ ଚାହିଁଲେ ଦେଖାଯାଏ ଖାଲି ମନ୍ଦିର। ଏମାନଙ୍କ ମଧ୍ୟରୁ କେହି କ୍ଷୁଦ୍ର, କେହି ଖର୍ବ, କେହି ଅତିକାୟ, କେହି ସ୍ଥୂଳକାୟ, କେହି ଜୀର୍ଣ୍ଣ, କେହି ଭଗ୍ନ, କେହି ଖଞ୍ଜ, କେହି କୁବ୍ଜ, କେହି କଳାମଣ୍ଡିତ, କେହି କଳା ବର୍ଜିତ, କେହି ଅର୍ଦ୍ଧପ୍ରୋଥିତ, କେହି ଗୁଳ୍ମଲତା ଗ୍ରଥିତ ହୋଇ ଉତ୍କଳର ଭାଗ୍ୟ ବିପର୍ଯ୍ୟୟ ଦେଖୁଛନ୍ତି। କାହାରି କାହାରି ଦ୍ୱାରଦେଶ ଲତାଗୁଳ୍ମରେ ଆଚ୍ଛନ୍ନ ହୋଇଛି ଓ ଗର୍ଭଗୃହ ଚମଚଟାର ରାଜ୍ୟ ହୋଇଛି। କୌଣସି କୌଣସି ମନ୍ଦିର ରାଣୀ ସର୍ବାଙ୍ଗରେ ଅଳଙ୍କୃତା ହୋଇ ଓ ଗୁଳ୍ମଲତାରେ ଅବଗୁଣ୍ଠିତା ହୋଇ ରୂପକଥାର ରାଜକନ୍ୟା ମୌନାବତୀ ପରି ଦୁର୍ଜୟ ଅଭିମାନରେ କୌଣସି ନିଭୃତ କୋଣରେ ନିର୍ଜନତା ବରଣ କରିଛି। ଏମାନଙ୍କୁ ପ୍ରାଚୀନ ମନୁଷ୍ୟ ଯୁଗ ଯୁଗ ଧରି ଗଢ଼ିଥିଲା। ଆଧୁନିକ ମନୁଷ୍ୟ ଯେତେ ଦୂର ପାରିଛି ଏମାନଙ୍କୁ ଭାଙ୍ଗିଛି। ଏମାନଙ୍କର ହାଡ଼ କଙ୍କାଳରେ ତାର ସୌଧ ତୋଳିଛି। ଏମାନଙ୍କର ଅନବଦ୍ୟ ମୂର୍ତ୍ତି ବିକି ଲାଭ ଉଠାଇଛି ଏବଂ ପରିଶେଷରେ ଏମାନଙ୍କ ପାଖରେ ମଳମୂତ୍ର ତ୍ୟାଗ କରିଛି। ବହୁ ମନ୍ଦିର ପାଖରେ ଆଧୁନିକ ସୌଧ ପ୍ରାୟ ଲାଗି ରହି ଜାରଜ ସଭ୍ୟତାର ହାସ୍ୟ ପରି ଦେଖାଯାଉଛନ୍ତି। ଖ୍ରୀଷ୍ଟାବ୍ଦ 6ଠ ଶତାବ୍ଦୀ ଠାରୁ 16ଶ ଶତାବ୍ଦୀ ପର୍ଯ୍ୟନ୍ତ ସବୁ ଶତାବ୍ଦୀର ପ୍ରତିନିଧି ଏ ମନ୍ଦିରମାନଙ୍କ ମଧ୍ୟରେ ଅଛନ୍ତି। ଏହାର ପୂର୍ବର ଅତି ପ୍ରାଚୀନ ମନ୍ଦିର ବର୍ତ୍ତମାନ ସମାଧିପ୍ରାପ୍ତ ହୋଇଛନ୍ତି। ଗନ୍ଧବତୀର ଧାରେ ଧାରେ ଓ ବିସ୍ତୀର୍ଣ୍ଣ ଶସ୍ୟକ୍ଷେତ୍ରମାନଙ୍କରେ ସ୍ଥାନେ ସ୍ଥାନେ ମୃତସ୍ତୂପମାନ ଏମାନଙ୍କର ସମାଧିର ସୂଚନା ଦେଉଛନ୍ତି। ବହୁଶତ ମନ୍ଦିର ମଧ୍ୟରୁ ଯେଉଁ ଧ୍ୱଂସାବଶେଷ ରହିଛି
ତାହା ମଧ୍ୟ ପୃଥିବୀରେ ଅତୁଳନୀୟ। ଏ ଦେଶରେ ନଟରାଜ କେତେବେଳେ ପ୍ରଳୟଙ୍କର ବେଶରେ ନାଚିନଥିଲା। ଲଳିତ ନୃତ୍ୟରେ ରତ ହୋଇ ସେ ଆନନ୍ଦରେ ଭୋଳ ହୋଇଥିଲା। ତେଣୁ ସୃଷ୍ଟିର ସ୍ମୃତି ଚିହ୍ନ ସର୍ବତ୍ର ଦେଖାଯାଏ। ଉତ୍ତୁଙ୍ଗ ମନ୍ଦିର, କଳାମୟୀ ମୁଖଶାଳା, ବିଚିତ୍ର ତୋରଣ ଓ ଚିତ୍ରମୟୀ ଚାରୁଶାଳା ଉତ୍କଳର କଳେବର ମଣ୍ଡନ କରୁଛି। ବହୁ ବ୍ୟୟ, ବହୁ ସାଧନା, ବହୁ ତ୍ୟାଗ, ବହୁ ଯୁଗର ପରମ୍ପରା ହିଁ ପାଷାଣ ବକ୍ଷରେ ପାରିଜାତ ସୃଷ୍ଟି କରି ଯାଇଛି। ଏହି ମୁକ ମନ୍ଦିରମାନଙ୍କର ଅନବଦ୍ୟ ଦେବଦେବୀ ମୂର୍ତ୍ତି, ଲତା ପୁଷ୍ପ ପଲ୍ଲବ, ପଶୁ ପକ୍ଷୀ ନାଗ ନାଗିନୀ, କିନ୍ନର କିନ୍ନରୀ, ବିଦ୍ୟାଧର ବିଦ୍ୟାଧରୀ, ଯକ୍ଷ ଯକ୍ଷିଣୀ, ପ୍ରେମିକ ପ୍ରେମିକାର ଛନ୍ଦମୟୀ ସୃଷ୍ଟି ଯେଉଁ ପ୍ରାଣ ପ୍ରବାହରୁ ବାହାରିଥିଲା, ତାହା କ'ଣ ଏକାବେଳକେ ଶୁଖିଗଲା? କେହି କହୁନାହିଁ ଯେ ମନ୍ଦିର ଯୁଗ ସବୁଦିନ ଚାଲିଥାନ୍ତା। ପୁରାତନକୁ ନୂତନ ରୂପ ଦେବା କାଳର ଚିରନ୍ତନ ନୀତି। କିନ୍ତୁ ମନୁଷ୍ୟ ଶକ୍ତିର ମଧ୍ୟ ବିଚିତ୍ର ଗତି। ତାହା ଗୋଟିଏ ଦିଗରେ ବାଧା ପାଇଲେ ଅନ୍ୟ ଦିଗରେ ପ୍ରବଳ ବେଗରେ ଧାଏଁ। ମନୁଷ୍ୟର ଏହି ଶକ୍ତି ହିଁ ଆଜିକାଲି ଏଠାରେ ଦେଖିବାକୁ ମିଳେ ନାହିଁ। 6ଟି ଦିନର ସ୍ମୃତିରେ ମସ୍ତିଷ୍କ ଭାରାକ୍ରାନ୍ତ ହୋଇଉଠିଲା। ଶେଷ ଦିନ ଧର୍ମଶାଳାରେ ଶୋଇ ଶୋଇ ଭୁବନେଶ୍ୱର ଆସିଲେ କିଏ କ'ଣ ଭାବନ୍ତି ବା କରନ୍ତି, ଏହି କଥାଟା ଭାବିବାକୁ ଲାଗିଲି। ଯେଉଁମାନେ ଧର୍ମ କରିବାକୁ ଆସନ୍ତି ସେମାନେ ପୂଜା ପ୍ରକରଣ କରିଚାଲନ୍ତି। ଦର୍ଶକମାନେ ଦେଖିବା ପରେ ସେମାନଙ୍କ କର୍ତ୍ତବ୍ୟ ଶେଷ କରନ୍ତି। ପ୍ରତ୍ନତାତ୍ତ୍ୱିକମାନେ ପ୍ରଚାର ପାଇଁ ଆସନ୍ତି। ଲୋଭୀ ଭାବେ ମନ୍ଦିର ଗୁଡ଼ାକ ଭାଙ୍ଗିଗଲେ ସେ ତାର ମନ୍ଦିର ତୋଳାନ୍ତା। ଭୋଗୀ ଭାବେ ଏମାନଙ୍କର ଅନବଦ୍ୟ ମୂର୍ତ୍ତି ପାଇଲେ ସେ ତାର ଶୟନ କକ୍ଷ ମଣ୍ଡନ କରନ୍ତା। ଅତୀତର ଅନ୍ଧ ସ୍ତାବକ ଶୁଷ୍କ ପ୍ରଶଂସା ଢାଳି ପକାଏ ଓ ହାୟ ହାୟ କରେ ଏବଂ ଅତୀତର ମୂର୍ଖ ନିନ୍ଦୁକ କହେ, ନେକ୍ଟାଇ ତ ବହୁତ ହେଲାଣି, ରୁଦ୍ରାକ୍ଷ ମାଳା ଗୁଡ଼ାକ କ'ଣ ହେବ? ଏମାନଙ୍କୁ ଭାଙ୍ଗି ଦିଅ ବା ଫିଙ୍ଗି ଦିଅ। ଅତୀତ କିନ୍ତୁ ସମସ୍ତଙ୍କ ଅନ୍ତରାଳରେ ଥାଇ ଇଙ୍ଗିତରେ କହେ, ମୁଁ ନିନ୍ଦା ବା ପ୍ରଶଂସାର ବାହାରେ। ମୋତେ ତୁମେମାନେ ମାନ ବା ନ ମାନ, ଜାଣ ବା ନ ଜାଣ, ମୁଁ ତୁମର ପଛପଟରେ ଲାଗି ରହିଛି। ମୋର ଆଲୋକ ବା ଛାୟା ତୁମର ବର୍ତ୍ତମାନର ଜ୍ୟାମିତିକ ରେଖାକୁ ଆଚ୍ଛନ୍ନ କରି ରଖିଛି। 80 ବର୍ଷ ଅତିକ୍ରମ କଲେ ମଧ୍ୟ ତୁମେ ଭବିଷ୍ୟତର 8 ହାତ ଦୂରକୁ ଦେଖିପାର ନାହିଁ। ତୁମେ ଆଗଉଛ, ପଛଉଛ କିମ୍ବା ଘୂର୍ଣ୍ଣାବର୍ତ୍ତରେ ଘୁରୁଛ, ତାହା କେବଳ ମୋ ସାହାଯ୍ୟରେ ଜାଣିପାରିବ। ମସ୍ତିଷ୍କରେ ଏହିପରି କେତେ କ'ଣ ଆନ୍ଦୋଳନ ଚାଲୁଥିବା ସମୟରେ କେତେବେଳେ ଯେ ତନ୍ଦ୍ରା ଆସିଗଲା ତା ମୁଁ ନିଜେ ଜାଣେ ନାହିଁ। ସେହି ତନ୍ଦ୍ରାବସ୍ଥାରେ ଗୋଟିଏ ବିଚିତ୍ର ସ୍ୱପ୍ନ ଦେଖିଲି। ପାପନାଶିନୀ ପୁଷ୍କରିଣୀର ପାଖରେ ଥିବା ଗୋଟିଏ ଅର୍ଦ୍ଧନିର୍ମିତ ମନ୍ଦିର ଚୂଡ଼ାରେ ବସି ଜଣେ ଶୈବ ସନ୍ନ୍ୟାସୀ କହୁଛନ୍ତି, କପିଳେନ୍ଦ୍ରଙ୍କର ରାଜତ୍ୱରେ ଏହି ମନ୍ଦିରରେ ମୁଦ ପଡ଼ିବା ପରେ ଏହି ମହାନଗରୀ ତଥା ଉତ୍କଳ ଦେଶ ଆସ୍ତେ ଆସ୍ତେ ଅନ୍ଧକାରରେ ଆଚ୍ଛନ୍ନ ହୋଇପଡ଼ିବ। ସୃଷ୍ଟି ସ୍ଥିତି ଓ ପ୍ରଳୟର ମୂଳ କାରଣ ଶୈବ ଧର୍ମ ବିକୃତ ଓ ଅବହେଳିତ ହେବା ପରେ ଏ ଦେଶର ଲୋକେ ନିଜ ଶକ୍ତି ଉପରେ ବିଶ୍ୱାସ ହରାଇ ବସିବେ ଏବଂ ଭୂତଗ୍ରସ୍ତ ହେଲା ପରି ନିଜର ସ୍ୱରୂପ ନିଜେ ଚିହ୍ନି ପାରିବେ ନାହିଁ। ଦେଶର ଗୁଣୀଜ୍ଞାନୀ ପୂଜା ପାଇବେ ନାହିଁ। ଦୁରାଗତ ପ୍ରତି ଏ ଦେଶର ଅସୀମ ଭକ୍ତି ଜନ୍ମିବ। ପ୍ରକୃତ ଧର୍ମ ଚାଲିଯିବ ଏବଂ ଖାଲି ଭଜନ ପୂଜନ କୀର୍ତ୍ତନ ନର୍ତ୍ତନରେ ତାହା ପର୍ଯ୍ୟବସିତ ହୋଇ ରହିବ। ଅତୀତର ସମସ୍ତ ମୂଲ୍ୟ ଓ ମାନ ବଦଳିଯିବ। ପ୍ରଚାରର ନାମ ହେବ ପ୍ରଜ୍ଞା, ଗର୍ବର ନାମ ହେବ ଜ୍ଞାନ ଓ ନିଗଡ଼ର ନାମ ହେବ ନୀତି। ପ୍ରବଞ୍ଚକ ଧାର୍ମିକ ନାମରେ ଖ୍ୟାତି ପାଇବେ। ବାଚାଳତା କର୍ମକୁଶଳତାର ମାନଦଣ୍ଡ ହେବ ଏବଂ ଚାଟୁକାର ସକଳ କର୍ମର କର୍ଣ୍ଣଧାର ହୋଇ ରହିବେ। ଗୁଣୀମାନେ ମୌନୀ ହୋଇଯିବେ ଏବଂ କର୍ମଠ ଭାର ଭୟରେ କମଠ ପାଲଟିଯିବେ। ଶୋଷକମାନେ ସେବକ ବେଶରେ ଦଳେ ଦଳେ ହୋଇ ଘୁରି ବୁଲିବେ। ଦେଶର ମେରୁଦଣ୍ଡ ରୂପୀ କୃଷକର କର୍ଷଣ ମାତ୍ର ସାର ହେବ ଏବଂ ବିଦେଶକୁ ପଳାଇ ଯାଇ ସେ ପ୍ରାଣ ରକ୍ଷା କରିପାରିବ। ତା ପାଇଁ ଦେଶର ଅନେକ ଶିକ୍ଷିତ ସୁଆଙ୍ଗ ସାଜି ଓ ଦଳ ବାନ୍ଧି କାନ୍ଦିବେ, କିନ୍ତୁ ତା ଆଖିଚଡ଼ା ଆଉ କାହା ଆଖିରୁ ପାଣି ପଡ଼ିବ ନାହିଁ। ଏହିପରି ବହୁ ବର୍ଷ ଯିବା ପରେ ବିଂଶ ଶତାବ୍ଦୀର ତୃତୀୟ ଦଶନ୍ଧି ବେଳକୁ କେତେକ ପୁଣ୍ୟାତ୍ମାଙ୍କ ତ୍ୟାଗପୂତ ଜୀବନ ଦ୍ୱାରା ଉତ୍କଳରେ ଧୀରେ ଧୀରେ ଆଲୋକର ସଞ୍ଚାର ହେବ। ଏହା ହିଁ ଅଭ୍ୟୁଦୟର ଆରମ୍ଭର ସମୟ। କିନ୍ତୁ
ଦେଶ ଯଦି ଏ ସୁଯୋଗର ସଦ୍ବ୍ୟବହାର ନ କରେ ତାହେଲେ ଜାଣିଥାଅ ଯେ ଆମର ସୁପ୍ତ ଧର୍ମ ଜାଗ୍ରତ ହୋଇ ଉଠିବ ଏବଂ ନଟରାଜ କେତେବେଳେ ପ୍ରଳୟଙ୍କର ବେଶରେ ପ୍ରଚଣ୍ଡ ତାଣ୍ଡବରେ ଉନ୍ମତ୍ତ ହୋଇ ଉଠିବ। ଏହା କହି ସେ ଶିବଙ୍କର ଚଣ୍ଡ ତାଣ୍ଡବର ନୃତ୍ୟ ଏପରି ଭାବରେ ଦେଖାଇବାକୁ ଲାଗିଲେ ଯେ ଭୟରେ ମୋର ତନ୍ଦ୍ରା ଭାଙ୍ଗିଗଲା। ଆଖି ଖୋଲି ଦେଖିଲି ବାରଣ୍ଡାରେ ପ୍ରଭାତର ବାଳ କିରଣ ପଡ଼ିଛି। ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ପ୍ରବନ୍ଧ ସ୍ୱର୍ଣ୍ଣାଦ୍ରିରେ ସ୍ୱପ୍ନ। ପ୍ରବନ୍ଧଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚିତ ଜଣାଇବେ। ଚ୍ୟାନେଲରେ ନୂଆ ହୋଇଥିଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ।